ମୁଁ ଆପଣଙ୍କୁ ଏହି ପ୍ରେସ୍ ବ୍ରିଫିଂକୁ ଆଜି ସ୍ୱାଗତ କରୁଛି। ଆସନ୍ତାକାଲି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ଭାରତର ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ହେବ ଏବଂ ଏହି ଯେଉଁ ପର୍ଯ୍ୟାୟରେ ଓଡ଼ିଶାର 4ଟି ଲୋକସଭା ଏବଂ 28ଟି ବିଧାନସଭା କ୍ଷେତ୍ର ପାଇଁ ମତ ଗ୍ରହଣ କରାଯିବ ଏବଂ ଏହି ମତ ଗ୍ରହଣ ପାଇଁ 9ଟା ଜିଲ୍ଲା ଏହି ମତ ଗ୍ରହଣ ହେବ ଏବଂ 7298 ଆମର ଟୋଟାଲ ପୋଲିଂ ବୁଥ୍ ଅଛି ଏବଂ ଏହି 7298 ପୋଲିଂ ବୁଥ୍ 6282 ଲୋକେସନରେ ଅଛି। କେତେଟା ଜାଗାରେ କ୍ଲଷ୍ଟର ବୁଥ୍ ଅଛି, ଗୋଟେରୁ ଅଧିକ ବୁଥ୍ ଅଛି ଏବଂ ଏହି 7298 ବୁଥ୍ରେ ଆମର ଯେଉଁ ମାଓବାଦୀ ଇଲାକା ଅଛି ସେଥିରେ 537ଟି ବୁଥ୍ ଅଛି ଏବଂ ଏହି ପ୍ରଥମ ପର୍ଯ୍ୟାୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆମେ ସମୁଦାୟ 17,000 ପୁଲିସ ଫୋର୍ସ ବିଭିନ୍ନ ରାଙ୍କର ଏହି ଇଲେକ୍ସନରେ ନିୟୋଜିତ ହେବେ ଏବଂ ଅର୍ଦ୍ଧସାମରିକ ବାହିନୀ 104 କମ୍ପାନୀ ଏବଂ ଓଡ଼ିଶାର ଆର୍ମ ପୁଲିସ ଯେଉଁ ବାହିନୀ ଅଛନ୍ତି ସେମାନେ 66ଟି ପ୍ଲାଟୁନ୍ ତାଙ୍କର ଇଲେକ୍ସନ୍ ପରିଚାଳନା ପାଇଁ ନିୟୋଜିତ ହେବେ। ଆମର ଯେଉଁଟା ଇଲେକ୍ସନ୍ ରିଲେଟେଡ୍ ଡ୍ୟୁଟିଜ୍ ଅଛି ବୁଥ୍ରେ ଏବଂ ମୋବାଇଲ ପେଟ୍ରୋଲିଂ ଇତ୍ୟାଦିରେ ସେଥିରେ ଏଡ଼ିସନାଲ୍ ଏସ୍ପି 29 ଜଣ, DSP 57 ଜଣ, ଇନ୍ସପେକ୍ଟର 154 ଜଣ, SI ଏବଂ ASI ର୍ୟାଙ୍କର 1457 ଜଣ, ହାବିଲଦାର କନଷ୍ଟେବଲ ର୍ୟାଙ୍କର 6639 ଜଣ, ହୋମଗାର୍ଡ଼ ଏବଂ ଗ୍ରାମରକ୍ଷୀ 5581 ଜଣ ସମୁଦାୟ ନିୟୋଜିତ ହେବେ। ଆମର ଏହି 9ଟି ଜିଲ୍ଲାରେ 600 ମୋବାଇଲ ପେଟ୍ରୋଲିଂ ପାର୍ଟି କାର୍ଯ୍ୟକ୍ଷମ କରିବ। ପ୍ରତ୍ୟେକ ମୋବାଇଲ ପାର୍ଟିରେ ଜଣେ ଅଫିସର ଏବଂ ଜଣେ ହାବିଲଦାର ଏବଂ 2 ଜଣ ଆର୍ମ କନଷ୍ଟେବଲ ରହିବେ। ଏହି ମୋବାଇଲ ପାର୍ଟି ଆମେ ଏହି ହିସାବରେ ପ୍ଲାନ୍ କରିଛୁ ଯେ 10ରୁ 12ଟି ବୁଥକୁ ପ୍ରତ୍ୟେକ ମୋବାଇଲ ପାର୍ଟି ଟଚ୍ କରିବ ଏବଂ ଯେମିତି ଗୋଟେ ଘଣ୍ଟା ଭିତରେ ଗୋଟେ ରାଉଣ୍ଡରେ ସେ ସବୁ ତା'ର ଏରିଆ ଅଫ୍ ରେସ୍ପନ୍ସିବିଲିଟିକୁ ଟଚ୍ କରିବ ଏବଂ ତାକୁ ଭେରିଫାଏ କରିବ, ସେହି ହିସାବରେ ଆମର ନିୟୋଜିତ କରିଛୁ। ସବୁ ଅଧିକାଂଶ ମୋବାଇଲ ପାର୍ଟିରେ ଆମର GPS ଲୋକେସନ୍ ଅଛି ଯାହାକୁ ଡିଷ୍ଟ୍ରିକ୍ଟର କଣ୍ଟ୍ରୋଲ ରୁମ୍ରୁ ତାଙ୍କର ମୁଭମେଣ୍ଟକୁ ମନିଟର କରାଯିବ ଏବଂ ଏହି ମୋବାଇଲ ପାର୍ଟି ଆମର ନିର୍ବାଚନ ପରିଚାଳନାର ସବୁଥିରୁ ମୁଖ୍ୟ ମୂଳବିନ୍ଦୁ ହେବ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏବଂ ନିର୍ବାଚନ ପରିଚାଳନା ପାଇଁ। ଏବଂ ଏହି ଯେଉଁ 9ଟି ଜିଲ୍ଲାରେ 51ଟି ଇଣ୍ଟରଷ୍ଟେଟ୍ ବୋର୍ଡ଼ର ଚେକପୋଷ୍ଟ ଅଛି। ଆପଣମାନେ ଜାଣିଛନ୍ତି ଏହି ଜିଲ୍ଲା ଗୁଡ଼ାକ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ସୀମାକୁ ଲାଗିକି ଅଛି ଏବଂ ସେହି ସୀମାରେ ଆମେ ସିଲ୍ କରିଛୁ ସୀମାକୁ। 51ଟି ଇଣ୍ଟରଷ୍ଟେଟ୍ ବୋର୍ଡ଼ର ଚେକପୋଷ୍ଟ ଅଛି ଏବଂ ପ୍ରତ୍ୟେକ ବୋର୍ଡ଼ର ଚେକପୋଷ୍ଟରେ CCTV କଭରେଜ ଅଛି, ତା'ର IP ସହିତ ଡିଷ୍ଟ୍ରିକ୍ଟ କଣ୍ଟ୍ରୋଲ ରୁମ୍ର କନେକ୍ସନ୍ସ ଅଛି ଏବଂ ଜିଲ୍ଲା ଭିତରେ ପ୍ରତ୍ୟେକ ଜିଲ୍ଲା ତାଙ୍କର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଇଣ୍ଟର ଡିଷ୍ଟ୍ରିକ୍ଟ ବୋର୍ଡ଼ର ଚେକପୋଷ୍ଟ କରିଛନ୍ତି। 50ଟା ସେମିତି ବୋର୍ଡ଼ର ଚେକପୋଷ୍ଟ ଅଛି ଏବଂ ସମସ୍ତ ଯାନବାହନକୁ ତନଖି କରାଯାଉଛି। ନିର୍ବାଚନ କମିଶନର ନିର୍ଦ୍ଦେଶ ମୁତାବକ ଆମର ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଆମର ଟୋଟାଲ ଏହି ଅଞ୍ଚଳରେ 210ଟି ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଅଛନ୍ତି ଯେଉଁମାନେ ଯେକୌଣସି ଖବର ପାଇଲେ MCC ଭାଓଲେସନ୍ ରହୁ କିମ୍ବା ଅନ୍ୟାନ୍ୟ କିଛି ଅଭିଯୋଗ ଆସିଲେ ସେମାନେ ଯାଇକି ତାକୁ ଚେକ୍ କରୁଛନ୍ତି। ଏହା ବ୍ୟତୀତ ECIର ଗାଇଡ଼ଲାଇନ୍ ହିସାବରେ ଆମେ 195ଟା ଷ୍ଟାଟିକ୍ ସର୍ଭେଲେନ୍ସ ଟିମ୍ କରିଛୁ ଏବଂ ସେମାନେ ବିଭିନ୍ନ ଯାନବାହନ ବ୍ୟକ୍ତିକୁ ସେମାନେ ଚେକିଂ କରୁଛନ୍ତି
এই ଫ୍ଲାଇଂ ସ୍କ୍ୱାଡ୍ ଏବଂ ଷ୍ଟାର୍ଟିଂ ସର୍ଭେଲାନ୍ସ ଟିମ୍ ଯେମିତି ବୋଗସ୍ ଭୋଟର ସେଇ ସବୁକୁ ମଧ୍ୟ ଚେକ୍ କରିବେ। ଦ୍ୱିତୀୟରେ ଏଇ ଯେଉଁ ଫ୍ଲାଇଂ ସ୍କ୍ୱାଡ୍ ଆଉ ଷ୍ଟାର୍ଟିଂ ଟିମ୍ କେବଳ ପୁଲିସ ନୁହନ୍ତି, ପୁଲିସ ସହିତ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଲୋକ ବି ତା ସହିତ ସେ ଟିମ୍ରେ ସମ୍ପୃକ୍ତ ଅଛନ୍ତି। ଆମର ଏଇ 9ଟି ଜିଲ୍ଲାରେ 15ଟି ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଅଛି, ଯେଉଁଠିକି ନିର୍ବାଚନ ପରେ ଇଭିଏମ୍କୁ ରଖାଯିବ ଏବଂ ଆମର ନିର୍ବାଚନ କମିଶନଙ୍କର ଗାଇଡ଼ଲାଇନ୍ ହିସାବରେ এই ଇଭିଏମ୍କୁ କେବଳ ଅର୍ଦ୍ଧସାମରିକ ବାହିନୀ ତାକୁ ଗାର୍ଡ଼ କରିବେ, ସେମାନେ ତା'ର ଇନର ସିକ୍ୟୁରିଟି ଲେୟର ଅର୍ଦ୍ଧସାମରିକ ବାହିନୀ ଦେବେ ଏବଂ ଆଉଟର ସିକ୍ୟୁରିଟି କର୍ଡ଼ନଟା ଷ୍ଟେଟ୍ ପୁଲିସ ଦେବ। ତେଣୁ ପ୍ରତ୍ୟେକ ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ପାଇଁ ଗୋଟେ ପ୍ଲାଟୁନ୍ ଅର୍ଦ୍ଧସାମରିକ ବାହିନୀ ଏବଂ ଆଉଟର କର୍ଡ଼ନ ପାଇଁ ଗୋଟେ ପ୍ଲାଟୁନ୍ ଷ୍ଟେଟ୍ ଆର୍ମ ପୁଲିସ ଲୋକ ମୁତୟନ ହେବେ। এই ଯେଉଁ ଚାରିଟି এই ଯେଉଁ ଫେଜ୍ ହେବ, ଫୋର୍ଥ ଫେଜ୍ ଯେଉଁଟା ଅଛି, ଆସନ୍ତାକାଲି ଯେଉଁ ନିର୍ବାଚନ ହେବ, ସେଇ 9ଟା ଜିଲ୍ଲାରୁ 6ଟା ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଏବଂ କୋରାପୁଟ, এই 6ଟି ଜିଲ୍ଲା ନକ୍ସଲ ଅଧିଷ୍ଠିତ ଏବଂ এই ନକ୍ସଲ ଅଧିଷ୍ଠିତ ଅଞ୍ଚଳରେ ଆମେ କେମିତି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ କରିବୁ ତା ଉପରେ ଗତ 4 ମାସ ଧରି ଆମେ ଆମର ଏକ୍ସରସାଇଜ୍ ଜାରି ରଖିଛୁ। ଆମର ଯେଉଁ ଅପରେସନାଲ ଫୋର୍ସେସ୍ ଅଛନ୍ତି ସେମାନେ ଲଗାତାର ଅପରେସନ୍ସ କରି ଚାଲିଛନ୍ତି। ଯେତେ ଆମର ଏଣ୍ଟି ନକ୍ସଲ ଇଣ୍ଟେଲିଜେନ୍ସ ଅଛି ଆମେ ଏହାକୁ ଆହୁରି ତୀକ୍ଷ୍ଣ କରିଛୁ ଏବଂ ମାଓବାଦୀଙ୍କର ଗତିବିଧି ଉପରେ ଆମେ ନଜର ରଖିଛୁ ଏବଂ ଇଲେକ୍ସନକୁ ଆଖି ଆଗରେ ରଖି ସ୍ପେଶିଆଲ ଅପରେସନ ଆରେଞ୍ଜମେଣ୍ଟ କରାଯାଇଛି। ଏହି ଜିଲ୍ଲାମାନଙ୍କରେ 539ଟି ଆଣ୍ଟି ନକ୍ସଲ ଅପରେସନ ଗତ 4 ମାସ ଭିତରେ ଆମେ କରିଛୁ ଏବଂ କାଲି ପାଇଁ ଗତ 2 ଦିନରୁ ଆମେ 138ଟି ଅପରେସନାଲ ପାର୍ଟି ସିଏପିଏଫ୍ର, ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ର ଏବଂ 37ଟି ଏସ୍ଓଜି ଏବଂ ଡିଭିଏଫ୍ର ପାର୍ଟି ଆମେ ସେ ଏରିଆରେ ଇଣ୍ଡକ୍ଟ କରିଛୁ। ତାଙ୍କର ସେମାନେ ସେ ଇଲାକାରେ ସେମାନେ 3 ଦିନ ଧରି ଅପରେସନ୍ କରିବେ, ପୋଲ୍ ପାର୍ଟିର ମୁଭମେଣ୍ଟରୁ ଆରମ୍ଭ କରି ପୋଲ୍ ପାର୍ଟି ଫେରିଲା ପର୍ଯ୍ୟନ୍ତ ଏବଂ ବୁଥର ସିକ୍ୟୁରିଟି ଯେମିତି ଦେବେ, ଏରିଆ ସିକ୍ୟୁରିଟି କରିବେ, ଏରିଆ ଡୋମିନେଟ୍ କରିବେ ଏବଂ ରୋଡ଼ ଓପନିଂ ପାର୍ଟି ହିସାବରେ ସେମାନେ କାମ କରିବେ। এই 3 ଦିନ ଧରି ସେମାନେ ଜଙ୍ଗଲରେ ରହିବେ, ସେ ଇଲାକାରେ ସେମାନେ ଡୋମିନେଟ୍ କରି ରହିବେ ଏବଂ ମାଓର ଗତିବିଧିକୁ ଯେମିତି ତାକୁ ଯଦି କିଛି ଆସେ ତାକୁ ସେମାନେ ମୁକାବିଲା କରିବେ। ଏହା ବ୍ୟତୀତ ଆମେ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶକୁ ଅନୁରୋଧ କରିଥିଲୁ ତାଙ୍କର ସୀମାବର୍ତ୍ତୀ ଅଞ୍ଚଳରେ ସେମାନେ ମଧ୍ୟ ଅପରେସନ୍ କରିବେ। ଛତିଶଗଡ଼ 5ଟି ଲୋକେସନରେ ତା'ର ଅପରେସନ୍ କରୁଛି ତାଙ୍କର ଷ୍ଟେଟ୍ ଫୋର୍ସେସ୍କୁ ନେଇକରି, ତାଙ୍କର ଯେଉଁ ସ୍ପେଶାଲ ଫୋର୍ସେସ୍କୁ ନେଇକି ଏବଂ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ସେମାନେ 9ଟି ଅପରେସନ୍ସ ଲଞ୍ଚ କରିଛନ୍ତି ଆମର ସୀମାବର୍ତ୍ତୀ ଅଞ୍ଚଳରେ। ଆପଣମାନେ ଜାଣିଥିବେ 3 ଦିନ ତଳେ ଗୋଟେ ନବରଙ୍ଗପୁରରେ ଗୋଟେ ଏକ୍ସଚେଞ୍ଜ ଏଫଆଇଆର୍ ହେଇଥିଲା। ଗୋଟିଏ ଛୋଟ ମାଓଇଷ୍ଟ ଗ୍ରୁପ ସେମାନେ ଛତିଶଗଡ଼ର ଇଲେକ୍ସନ୍ ସରିଲା ପରେ ଆସିକି ବୋର୍ଡରିଂ ଏରିଆରେ ଆମର ରାୟଘର ଥାନା ବୋର୍ଡର ଅଞ୍ଚଳରେ ସୀମା ଅଞ୍ଚଳରେ ସେମାନେ ଥିଲେ ଏବଂ ଆମେ ଆଶଙ୍କା କରୁଥିଲୁ ସେମାନେ ଇଲେକ୍ସନ୍ ସମୟରେ ଓଡ଼ିଶାକୁ ପଶିପାରନ୍ତି। ଏହି ଇଣ୍ଟେଲିଜେନ୍ସ ଇନପୁଟ୍ ପାଇଲା ପରେ ଆମର ଅପରେସନ୍ ଲଞ୍ଚ ହୋଇଥିଲା ଏବଂ ସେଥିରେ ଗୋଟେ କ୍ୟାମ୍ପ ଆମେ ରିକଭରି କରିଥିଲୁ ଏବଂ ଗୋଟେ ମାଓଇଷ୍ଟ ନ୍ୟୁଟ୍ରାଲାଇଜ୍ କରିଛୁ। ଏବଂ ଯେହେତୁ ଆମର ମାଓବାଦୀ ଅଧିଷ୍ଠିତ ଅଞ୍ଚଳରେ ଏହି ଅପରେସନ୍ ଚାଲିଛି, ଆମର ଯେ ଏଡ଼ିସନାଲ୍ ଡିଜି ଅପରେସନ୍ ଅଛନ୍ତି ଶ୍ରୀ ଦେବଦତ୍ତ ସିଂ ସେ ବର୍ତ୍ତମାନ କଳାହାଣ୍ଡିରେ କ୍ୟାମ୍ପ କରୁଛନ୍ତି ଏବଂ ଏଣ୍ଟି ମାଓଇଷ୍ଟ ଅପରେସନ୍ସ ଏବଂ ଇଣ୍ଟେଲିଜେନ୍ସକୁ ସେ କୋଅର୍ଡ଼ିନେଟ୍ କରୁଛନ୍ତି। ବର୍ତ୍ତମାନ ଆପଣମାନେ ଜାଣିଥିବେ ଯେ 28ଟି ନିର୍ବାଚନ ମଣ୍ଡଳୀରେ ଆସେମ୍ବଲି ସେଗମେଣ୍ଟରେ ଭୋଟିଂ ହେଉଛି, 16ଟିରେ P2ରେ ତାଙ୍କର ଡିସ୍ପର୍ସାଲ୍ ଗତକାଲି ସରିଯାଇଛି। ଅଧିକାଂଶ ମାଓଇଷ୍ଟ ଅଞ୍ଚଳକୁ ଆମର ପୋଲ୍ ପାର୍ଟି ଯାଇସାରିଛନ୍ତି ଏବଂ ସେମାନେ ସୁରକ୍ଷିତ ହିସାବରେ ପହଞ୍ଚି ସାରିଛନ୍ତି ଏବଂ ଆଜି 12ଟି ଆସେମ୍ବଲି ସେଗମେଣ୍ଟର ଡିସ୍ପର୍ସାଲ୍ ପ୍ରାୟତଃ ସରିଯାଇଛି ଏବଂ ଯେଉଁ ଇନ୍ଆକ୍ସେସିବୁଲ୍ ଏରିଆ ଅଛି ବିଶେଷ କରି ନୂଆପଡ଼ାର ସୁନାବେଡ଼ା ଅଞ୍ଚଳରେ ସେଥିରେ 7ଟି ବୁଥର ଆମର ହେଲିକପ୍ଟରରେ ପୋଲ୍ ପାର୍ଟିକୁ ଆମେ ଡ୍ରପିଂ କରୁଛୁ। ଏହା ବ୍ୟତୀତ ଏ ନକ୍ସଲ ସମ୍ବନ୍ଧିତ କିଛି ଯଦି ଅଘଟଣ ଘଟେ ତାକୁ ମୁକାବିଲା କରିବା ପାଇଁ ଏବଂ ଫୋର୍ସର ମୁଭମେଣ୍ଟ ପାଇଁ
गोटे डेडिकेटेड इलेक्शन कमिशन आमको गोटे डेडिकेटेड हेलिकप्टर देइछंती जोटा बीएसएफ हेलिकप्टर वर्तमान रायपुर जगदलपुर से अवस्थापित होती तो फोर्स मूवमेंट और कैजुअलिटी इवाकुएसन पर से काम आसो। या व्यतीत आमर मुख्य निर्वाचन अधिकारी गोटे एयर एम्बुलेंस पवन हंस से मोबिलाइज करती कौन से प्रकार कैजुअलिटी पोल पार्टी हो कि पुलिस पर्सनल कैजुअलिटी इवाकुएसन हो जहाँकि जयपुर वर्तमान अवस्थापित अच्छी। यहीपरि हिसाब से आमर प्रथम पर्यायर निर्वाचन जो हम ताप आम प्रस्तुत अच्छु एवं वर्तमान पर्यंत कौन अघटन घटी ना सब शांति श्रृंखला सहित चली आम सजग अच्छु।